କେବେ ଭାବିଛନ୍ତି ଗୋଟେ ଯୁଦ୍ଧ ପାଖାପାଖି 45 ବର୍ଷ ଚାଲିବ, ହେଲେ ଦୁଇ ମୁଖ୍ୟ ଶତ୍ରୁଙ୍କ ଭିତରେ ଗୋଟିଏ ବି ଗୁଳି ଫୁଟିବନି? ହଁ, ଏମିତି ବି ହୋଇପାରେ। ଆଉ ଏଇ ଯୁଦ୍ଧଟା ହିଁ ଥିଲା ଶୀତଳ ଯୁଦ୍ଧ। ଏଠି ଲଢ଼େଇ ବନ୍ଧୁକରେ ନୁହେଁ, ବରଂ ବିଚାରଧାରାରେ ହେଉଥିଲା। ଗୁପ୍ତଚରୀ ଆଉ ପ୍ରଚାରର ଏକ ବଡ଼ ଖେଳ ଚାଲିଥିଲା। ଚାଲନ୍ତୁ ଦେଖିବା ଏହି ଅଦେଖା ଯୁଦ୍ଧ କେମିତି ପୂରା ଦୁନିଆକୁ ଦୁଇ ଭାଗ କରିଦେଲା। ହେଲେ ପ୍ରଶ୍ନ ତ ସେଇଠି ଉଠୁଛି, ଏମିତି କେମିତି ସମ୍ଭବ? ଦୁଇଟା ପରମାଣୁ ଶକ୍ତି ପରସ୍ପରର ଜାନି ଦୁଶ୍ମନ ଆଉ 45 ବର୍ଷ ଧରି ସାମ୍ନାସାମ୍ନି ଲଢ଼େଇ ନାହିଁ। ଏଇଟା ବୁଝିବାକୁ ହେଲେ ଆମକୁ ଟିକେ ପଛକୁ ଯିବାକୁ ପଡ଼ିବ, ଏହାର ମୂଳ କାରଣକୁ ଖୋଜିବାକୁ ପଡ଼ିବ। ତ ଆସନ୍ତୁ ପ୍ରଥମେ ବୁଝିବା ଏ ଶୀତଳ ଯୁଦ୍ଧ ଜିନିଷଟା ପ୍ରକୃତିରେ କ'ଣ। ଭାବନ୍ତୁ ତ ଟିକେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିଲା ଆଉ ଦୁନିଆର ଦୁଇଟା ସୁପର ପାୱାର ଆମେରିକା ଆଉ ସୋଭିଏତ ସଂଘ ମୁହାଁମୁହିଁ ଠିଆ ହେଲେ, କିନ୍ତୁ କେହି କାହା ଉପରକୁ ଗୁଳି ଚଲେଇଲେନି। ଏଥିପାଇଁ ତ ଏହାକୁ ଶୀତଳ ବା କୋଲ୍ଡ ୱାର୍ କୁହାଯାଏ, କାହିଁକିନା ଏ ଯୁଦ୍ଧ ଥିଲା ବିଚାରଧାରାର, ଅର୍ଥନୀତିର ଆଉ ନିଜର ପ୍ରଭାବ ବିସ୍ତାର କରିବାର ଯୁଦ୍ଧ। ଆଉ ଏ ଯୋ ଏତେ ବଡ଼ ଟକ୍କର, ତାର ମୂଳ କାରଣ ଜାଣିଛନ୍ତି କ'ଣ? ଦୁଇଟା ଏକଦମ ଅଲଗା ସୋଚ, ଦୁଇଟା ଏମିତି ଦୃଷ୍ଟିକୋଣ ଯାହା ପୁରା ଦୁନିଆକୁ ହିଁ ଦୁଇ ଭାଗରେ ବାଣ୍ଟି ଦେଇଥିଲା। ଦେଖନ୍ତୁ, ଏଇ ଲଢ଼େଇର କେନ୍ଦ୍ରରେ ଥିଲା ଦୁଇଟା ବିଲକୁଲ ଅଲଗା ବିଚାରଧାରା। ଗୋଟେ ପଟେ ଆମେରିକା ଆଉ ତାର ସାଥୀ ଦେଶ, ଯେଉଁମାନେ କହୁଥିଲେ ପୁଞ୍ଜିବାଦ, ମୁକ୍ତ ବଜାର ଆଉ ବ୍ୟକ୍ତିଗତ ସ୍ୱାଧୀନତା ହିଁ ସବୁକିଛି। ଆଉ ଅନ୍ୟପଟେ ଥିଲା ସୋଭିଏତ ସଂଘ ଆଉ ତାର ଗୋଷ୍ଠୀ, ଯାହାର ମନ୍ତ୍ର ଥିଲା ସାମ୍ୟବାଦ, ସବୁକିଛି ସରକାରୀ ନିୟନ୍ତ୍ରଣରେ ରହିବ ଆଉ ବ୍ୟକ୍ତି ନୁହେଁ, ସମାଜ ହିଁ ମୁଖ୍ୟ। ତ ଏଇଟା ଖାଲି ରାଜନୀତି ନଥିଲା, ଏଇଟା ଥିଲା ଦୁଇଟା ଅଲଗା ଜୀବନ ବଞ୍ଚିବାର ତରିକା ଭିତରେ ଲଢ଼େଇ। ଆଉ ଏ ଯେଉଁ ବିଭାଜନ, ତାକୁ ବ୍ରିଟେନର ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ୍ ଗୋଟେ ବହୁତ ଦମଦାର ଶବ୍ଦରେ କହିଥିଲେ, ଲୌହ ପର୍ଦ୍ଦା ବା ଆଇରନ୍ କର୍ଟେନ୍। ଆଉ ଏଇଟା ଖାଲି କହିବା କଥା ନଥିଲା, ସତରେ ଗୋଟେ ଲୁହାର ପାଚେରୀ ଭଳି ୟୁରୋପକୁ ଦୁଇଫାଳ କରିଦେଇଥିଲା। ଗୋଟେ ପଟେ ପଶ୍ଚିମର ସ୍ୱାଧୀନ ଦୁନିଆ ଆଉ ଆରପଟେ ସୋଭିଏତ ନିୟନ୍ତ୍ରଣରେ ଥିବା ପୂର୍ବ ୟୁରୋପ। ବହୁତ ଜଲ୍ଦି ଏ ଯୋ ବିଚାରର ଲଢ଼େଇ ଥିଲା, ସେଟା ଗୋଟେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ରୂପ ନେଲା। ଦୁଇ ପକ୍ଷ ନିଜ ନିଜର ସାମରିକ ଗୋଷ୍ଠୀ ତିଆରି କଲେ, ଗୋଟେ ପଟେ ନାଟୋ ଆଉ ପଟେ ୱାର୍ସା ପ୍ୟାକ୍ଟ। ଆଉ ତାପରେ ଆରମ୍ଭ ହେଲା ସବୁଠୁ ଭୟଙ୍କର ଦୌଡ଼, ପରମାଣୁ ବୋମା ତିଆରି କରିବାର ଦୌଡ଼। ଏତିକିରେ କଥା ସରି ନଥିଲା। ପର୍ଦ୍ଦା ପଛରେ CIA ଆଉ KGB ଭଳି ଗୁପ୍ତଚର ଏଜେନ୍ସିମାନେ ନିଜର ଅଲଗା ଛାୟାଯୁଦ୍ଧ ଚଳେଇଥିଲେ। ହେଲେ ଏ ଯେଉଁ ଶୀତଳ ଯୁଦ୍ଧ କଥା ଆମେ କହୁଛେ, ସେଇଟା ବେଳେବେଳେ ଏତେ ଗରମ ହୋଇଯାଉଥିଲା ଯେ ଲାଗୁଥିଲା ଏବେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବ। ପୂରା ଦୁନିଆର ନିଶ୍ୱାସ ଅଟକି ଯାଉଥିଲା। ଚାଲନ୍ତୁ ସେହିଭଳି କିଛି ସଙ୍କଟପୂର୍ଣ୍ଣ ସମୟ କଥା ମନେ ପକାଇବା। ଏ ସମୟର ଆଉ ଗୋଟେ ବଡ଼ କଥା ଥିଲା ପ୍ରକ୍ସି ୱାର୍ ବା ଛାୟାଯୁଦ୍ଧ। ଏହାର ମାନେ କ'ଣ? ଏହାର ମାନେ ହେଲା ଆମେରିକା ଆଉ ସୋଭିଏତ ସଂଘ ସିଧାସଳଖ ଲଢ଼ୁନଥିଲେ। ସେମାନେ କୋରିଆ, ଭିଏତନାମ କିମ୍ବା ଆଫଗାନିସ୍ତାନ ଭଳି ଦେଶକୁ ଯୁଦ୍ଧକ୍ଷେତ୍ର ବନେଇ ଦେଉଥିଲେ। ସେଠି ନିଜ ନିଜର ସମର୍ଥକଙ୍କୁ ଲୋଡ଼ାଉଥିଲେ। ଆଉ ଏହି ଯୁଦ୍ଧଗୁଡ଼ିକରେ ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କ ଜୀବନ ଚାଲିଗଲା। କିନ୍ତୁ ସବୁଠୁ ଭୟଙ୍କର ସ୍ଥିତି ଆସିଥିଲା 1962ରେ, କ୍ୟୁବାନ ମିସାଇଲ୍ କ୍ରାଇସିସ୍। ଯେତେବେଳେ ସୋଭିଏତ ସଂଘ ଚୁପଚାପ କ୍ୟୁବାରେ ପରମାଣୁ କ୍ଷେପଣାସ୍ତ୍ର ଲଗେଇଦେଲା, ଯାହା ସିଧା ଆମେରିକାକୁ ଟାର୍ଗେଟ କରୁଥିଲା। ସେ ଯେଉଁ 13 ଦିନ ଥିଲା, ପୂରା ଦୁନିଆ ପାଇଁ ସତେ ଯେମିତି ସମୟ ଅଟକି ଯାଇଥିଲା। ସମସ୍ତେ ଭାବୁଥିଲେ, ବାସ୍ ଏଥର ପରମାଣୁ ଯୁଦ୍ଧ ହେବା ପକ୍କା। ଏତେ ସବୁ ଭୟ, ଏତେ ସବୁ ସଙ୍କଟ, ଏହା ଭିତରେ ଗୋଟେ ଆଶ୍ଚର୍ଯ୍ୟକର କଥା ବି ଅଛି। ଶୀତଳ ଯୁଦ୍ଧର କିଛି ଭଲ ପରିଣାମ ବି ଥିଲା। ଏଇଟା ଟିକେ ଅଜବ ଲାଗୁଥିବ, ହେଲେ ସତ। ଚାଲନ୍ତୁ ଏହାର ଦୁଇଟି ଯାକ ଦିଗକୁ ଭଲ ଭାବରେ ଦେଖିବା। ତ ପ୍ରଶ୍ନ ଉଠୁଛି, ଏଇ ଯେଉଁ 45 ବର୍ଷର ଲମ୍ବା ଲଢ଼େଇ, ସେଟା କ'ଣ ଖାଲି ଖରାପ ହିଁ ଥିଲା? କେବଳ ଧ୍ୱଂସ ଆଉ ଭୟର କାହାଣୀ? ନା, କଥାଟା ସେମିତି ନୁହେଁ। ଏହାର ଗୋଟେ ଅଲଗା ଦିଗ ବି ଥିଲା। ଆସନ୍ତୁ ଏହାର ଭଲ ଆଉ ମନ୍ଦ ଦୁଇଟା ପକ୍ଷକୁ ହିଁ ଦେଖିବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, କିନ୍ତୁ ଏ ପ୍ରତିଦ୍ୱନ୍ଦ୍ୱିତା ଭିତରୁ କିଛି ଭଲ ଜିନିଷ ବି ବାହାରିଥିଲା। ଉଦାହରଣ ସ୍ୱରୂପ, ସେଇ ଯେଉଁ ସ୍ପେସ୍ ରେସ୍ ବା ମହାକାଶ ପ୍ରତିଯୋଗିତା, ସେଇଥିପାଇଁ ତ ଆଜି ଆମ ପାଖରେ ସ୍ୟାଟେଲାଇଟ୍, ଇଣ୍ଟରନେଟ୍ ଆଉ କମ୍ପ୍ୟୁଟର ଭଳି ଟେକ୍ନୋଲୋଜି ଅଛି। ଏହାଛଡ଼ା ଏସିଆ ଆଉ ଆଫ୍ରିକାର ବହୁତ ଦେଶ ଏହି ସମୟରେ ହିଁ ସ୍ୱାଧୀନ ହେଲେ। ଆଉ ସବୁଠୁ ବଡ଼ କଥା, ପରମାଣୁ ଯୁଦ୍ଧର ଭୟ ଏତେ ଥିଲା ଯେ ସେଇ ଭୟ ହିଁ ଗୋଟେ ବଡ଼ ଧରଣର ଯୁଦ୍ଧକୁ ଅଟକାଇ ରଖିଥିଲା। ହେଲେ ଏସବୁ ପାଇଁ ବହୁତ ବଡ଼ ମୂଲ୍ୟ ବି ଦେବାକୁ ପଡ଼ିଲା। କୋରିଆ, ଭିଏତନାମ, ଆଫଗାନିସ୍ତାନ, ଏମିତି କେତେ ଯେ ପ୍ରକ୍ସି ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଗଲା, ତାର ହିସାବ ନାହିଁ। ଦୁଇ ମହାଶକ୍ତି ଅସ୍ତ୍ରଶସ୍ତ୍ର ଉପରେ ଏତେ ପଇସା ଢାଳିଲେ ଯେ ସ୍ୱାସ୍ଥ୍ୟ, ଶିକ୍ଷା ଭଳି କାମ ପାଇଁ ପଇସା କମିଗଲା। ଆଉ ଜାତୀୟ ସୁରକ୍ଷାର ନାଁ ନେଇ ଉଭୟ ଦେଶରେ ସାଧାରଣ ନାଗରିକଙ୍କ ସ୍ୱାଧୀନତାକୁ ବି ଚାପି ଦିଆଗଲା। କିନ୍ତୁ କୁହନ୍ତି ନା, ସବୁ ଜିନିଷର ଗୋଟେ ଶେଷ ଥାଏ।
ଆଉ 1980 ଦଶକର ଶେଷ ଆଡ଼କୁ ସେହି ଲୌହ ପରଦାରେ ଫାଟ ଦେଖାଦେବାକୁ ଲାଗିଲା। ଗୋଟେ ଯୁଗ ସରିବାକୁ ଯାଉଥିଲା ଆଉ ଗୋଟେ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିଲା। ତ ଏତେ ବଡ଼ ସୋଭିଏତ୍ ସାମ୍ରାଜ୍ୟ ଭାଙ୍ଗିଲା କେମିତି? ଦେଖନ୍ତୁ, ଏହାର ସବୁଠୁ ବଡ଼ କାରଣ ଥିଲା ଅର୍ଥବ୍ୟବସ୍ଥା, ଯାହା ପୂରାପୂରି ଦୁର୍ବଳ ହୋଇଯାଇଥିଲା। ସେତିକିବେଳେ ଆସିଲେ ମିଖାଇଲ୍ ଗୋର୍ବାଚେଭ୍। ସେ ଦୁଇଟା ବଡ଼ ପରିବର୍ତ୍ତନ ଆଣିଲେ। ଗୋଟିଏ ଥିଲା ଗ୍ଲାସ୍ନୋସ୍ତ, ମାନେ ଖୋଲାପଣ, ଲୋକଙ୍କୁ କହିବାର ସ୍ୱାଧୀନତା ମିଳିଲା। ଆଉ ଦ୍ୱିତୀୟଟି ଥିଲା ପେରେଷ୍ଟ୍ରୋଇକା, ମାନେ ଅର୍ଥବ୍ୟବସ୍ଥାର ସୁଧାର। ଆଉ ଯେମିତି ହିଁ ଲୋକଙ୍କୁ ଏ ସ୍ୱାଧୀନତାର ହାୱା ଲାଗିଲା, 1989ରେ ଭାଙ୍ଗିଗଲା ବର୍ଲିନ୍ କାନ୍ଥ। ଆଉ ଏଇଟା ଥିଲା ଶୀତଳ ଯୁଦ୍ଧର ଶେଷର ସବୁଠୁ ବଡ଼ ସଙ୍କେତ। ଆଉ ଫାଇନାଲି ଡିସେମ୍ବର 26, 1991 ସେହିଦିନ ସୋଭିଏତ୍ ସଂଘ ଭାଙ୍ଗିଗଲା, ଆଉ ତା ସହିତ ଶୀତଳ ଯୁଦ୍ଧର ବି ଅଫିସିଆଲି ଏଣ୍ଡ ହୋଇଗଲା। ଶୀତଳ ଯୁଦ୍ଧ ତ ସରିଗଲା, ହେଲେ ଦୁନିଆ କ'ଣ ପୁରା ଶାନ୍ତ ହୋଇଗଲା? ନା। ସୋଭିଏତ୍ ସଂଘର ପତନ ପରେ ଆମେରିକା ଏକମାତ୍ର ସୁପର ପାୱାର ହେଲା ସତ, କିନ୍ତୁ ତା ସାଙ୍ଗକୁ ଆସିଲା ନୂଆ ନୂଆ ଚ୍ୟାଲେଞ୍ଜ। ଆତଙ୍କବାଦ, ଛୋଟ ଛୋଟ ଆଞ୍ଚଳିକ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, ଏସବୁ ନୂଆ ସମସ୍ୟା ମୁଣ୍ଡ ଟେକିଲା। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ରହିଯାଉଛି, କ'ଣ ଇତିହାସ ପୁଣି ଥରେ ନିଜକୁ ଦୋହରାଇବ? ଆମେ କ'ଣ ଏକ ନୂଆ ପ୍ରକାରର ଶୀତଳ ଯୁଦ୍ଧ ଦେଖିବାକୁ ଯାଉଛେ? ଏ ପ୍ରଶ୍ନର ଉତ୍ତର ବୋଧହୁଏ ଆଗାମୀ ସମୟ ହିଁ ଦେବ।